ଆପଣ 800 ଟଙ୍କା ଦେଇଛନ୍ତି ଚାଷୀକି ଚାଷୀକି 800 ଟଙ୍କା ଦବାଟା ଠିକ ଅଛି। ଆପଣ ଦେଇଛନ୍ତି ସୁଭଦ୍ରାରେ 5,000 5,000 10,000 ବର୍ଷକୁ ଦେଇଛନ୍ତି କୋଟିଏ ମହିଳାଙ୍କୁ, ଠିକ ଅଛି। ସେ ଟଙ୍କାଟା ସେମାନେ ନେଇକିରି ଠିକରେ ୟୁଟିଲାଇଜ କରିକି ତା ଦେହରୁ 2 ପଇସା ରୋଜଗାର କରୁଛନ୍ତି କି ନାହିଁ, ଏଇଟା ମଧ୍ୟ ସରକାର ମେସେଜ କଡା ଭାବରେ ଲୋକଙ୍କ ପାଖରେ ପହଞ୍ଚେ। ସରକାର କଣ କଣ କରିଥିଲେ ଆପଣ ଖୁସି ହେଇଥାନ୍ତେ, ଅତି ଖୁସି ହେଇଥାନ୍ତେ ଯୋଉ ସେଣ୍ଟେନ୍ସ ଆପଣ ୟୁଜ କଲେ? ନାଇଁ ସରକାର ଯେତେବେଳେ ଆପଣ ସୁଭଦ୍ରା ଯୋଜନା ଲାଗୁ କଲେ, ସରକାର ସେତେବେଳେ କୌଣସି ସମୟରେ କହିଲେନି ଯେ ଟଙ୍କାଟା ସିନା ଆମେ ଦଉଛୁ କିନ୍ତୁ ଆପଣଙ୍କୁ ଏଇ ଟଙ୍କାଟା ଏଇ କାମରେ ବ୍ୟବହାର କରିବା ପାଇଁ ଆମେ ଦଉଛୁ, ଆପଣଙ୍କୁ ଦଉନୁ ଖାଲି ଗୋଟେ ଆର୍ଥିକ ସାହାଯ୍ୟ। ଏ ଆର୍ଥିକ ସାହାଯ୍ୟର ଉଦ୍ଦେଶ୍ୟ ହଉଛି ଯେ ଆପଣ ତାକୁ କୋଉଥିରେ ଗୋଟେ ଲଗେଇକିରି 2 ପଇସା ରୋଜଗାର କରିବେ। ଆପଣ ଆଜି ବି ଦିନରେ ଯାଆନ୍ତୁ, କୌଣସି ଜାଗାରେ ଆପଣ ଦେଖିବେ ଏଭଳି କିଛି କାମରେ ସେମାନେ ଲଗେଇ ନାହାନ୍ତି। ଆଜ୍ଞା ମୁଁ ସବୁବେଳେ କହି ଆସିଛି 10,000 ଟଙ୍କାରେ ଆପଣ ଯଦି 2 ଗୁଣ୍ଠୁ ଆଳୁ କରିବେ, ବିଲରେ ଆଳୁ କରିବେ, ତା ଦେହରେ ମଧ୍ୟ ଆପଣ ଲାଭ ପାଇବେ। ଶାଗ ବାଇଗଣ କଲେ ବି ତା ଦେହରୁ ଲାଭ ପାଇବେ। ମାର୍କେଟରେ ଦେଖନ୍ତୁ କେତେ ପଇସା, କିନ୍ତୁ ବହୁତ ଲୋକ ଆପଣ ଦେଖିବେ ଏ ଟଙ୍କାକୁ ନେଇ ଖାଲି ଖର୍ଚ୍ଚ କରିଦଉଛନ୍ତି। କିଏ କୋଉଠି ତାଙ୍କ ଘରେ ଅନ୍ୟ କାମରେ ସବୁ ଖର୍ଚ୍ଚ କରୁଛନ୍ତି, ଯୋଉ କାମ ପାଇଁ ଦିଆଯାଇଛି ସେଇଟା ହେଲାନି। ଦ୍ୱିତୀୟ କଥା କହୁଛନ୍ତି କଣ 32 ଲକ୍ଷ ଲକ୍ଷପତି ଦିଦି ହେଇଯାଇଛନ୍ତି ବୋଲି। ମୁଁ ଏ କଥାଟାକୁ ଟିକେ ନାପସନ୍ଦ କରୁଛି, କାହିଁକି ନା ଏଟା ସମ୍ଭବ ନୁହେଁ। ଗୋଟିଏ ବର୍ଷରେ 10,000 ଟଙ୍କା ଜଣକୁ ଲକ୍ଷପତି, ତାକୁ ଯେତେ ବିନିଯୋଗ ଯୋଉଠି ଭଲକିରି କଲେ ବି କଣ ଲକ୍ଷପତି ଜଣେ ହେଇପାରିବ? ଆଉ ଆପଣ ଅନ୍ୟ ସୋର୍ସରୁ ଟଙ୍କା ଆଣି ପାସରେ ରଖିଥିବେ, ତାକୁ ମିଶେଇ କହିବେ ଲକ୍ଷପତି ମୁଁ ହେଇଗଲି, ଏଇଟା କଣ ତାର କଣ? ମୁଁ ଭାବୁଛି ଲକ୍ଷପତି ଦିଦି ଯଦି କୁହାଯାଉଛି, ମିଶନ ଶକ୍ତିର ବିଭିନ୍ନ ଯୋଜନା ସହିତ ଯେତେବେଳେ ଯୋଡା ଯାଉଛି ସେତେବେଳେ ଆମେ ଲକ୍ଷପତି ଦିଦି କେବଳ ସୁଭଦ୍ରା ଯୋଜନା ନେଇକିରି 10,000 ଟଙ୍କା ଜଣେ ଲକ୍ଷପତି ହବ ସେଇଟା ତ ସରକାର କୋଉଠି କହୁନାହାନ୍ତି ନା। କିନ୍ତୁ ମିଶନ ଶକ୍ତି ସହିତ ଯୋଡା ହେଲେ ଯେ ହେଇପାରିବ। ନାଇଁ କାହା ସହିତ ଯୋଡିକିରି ଆପଣ ଲକ୍ଷପତି କହିଲେ ତାର ଯଦି ଆପଣ ଲକ୍ଷପତି ଦିଦି ସୃଷ୍ଟି କରିପାରିଲେ, ସେ ସୁଭଦ୍ରା ଯୋଜନା ହଉ ମିଶନ ଶକ୍ତି ହଉ, ତାହେଲେ ସେଥିରେ ନିଶ୍ଚିତ ଭାବରେ ତାର ଗୋଟେ ଲକ୍ଷପତି ଦିଦି ସୁଭଦ୍ରା ଯୋଜନାରୁ ସୃଷ୍ଟି କରିବେ ବୋଲି କହିଥିଲେ। ସେ ଲକ୍ଷପତି ଦିଦି ଆପଣ ଅନ୍ୟ କୋଉ ସୋର୍ସରୁ ଟଙ୍କା ଆଣି ରଖିଥିଲେ, ତାକୁ ମିଶେଇକିରି କହିଲେ ମିଶନ ଶକ୍ତି ଗୋଟେ ଅନଗୋଇଂ ପ୍ରୋସେସ, ସେଥିରେ ବହୁତ ଲୋକ ସାମିଲ ହେଇଛନ୍ତି। କାଲି ନବୀନ ବାବୁ କହିଛନ୍ତି ସେଟା ଦୁର୍ବଳ ହେଇଯାଇଛି ଗୋଟେ ବର୍ଷ ଭିତରେ ବୋଲି। ଚାଷୀଙ୍କର ଓଡିଶା ଗୋଟେ ଆକ୍ଚୁଆଲି 60 ଭାଗରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରନ୍ତି। ଖାଲି ଟଙ୍କା ତାଙ୍କୁ ଦେଇଦେଲେ, 800 ଟଙ୍କା 900 ଟଙ୍କା ଅଧିକା ଦେଇଦେଲେ, ସେଇଟା କିଛି ତାଙ୍କୁ ବେଶୀ ଲାଭ କରିବନି। ତାଙ୍କୁ ବେଶୀ ଲାଭ କରିବ କ୍ୟାଶ କ୍ରପ, ଯୋଉଥିରେ ଆକ୍ଚୁଆଲି ବେଶୀ ପଇସା ଆସିବ। ସେଟା କୋଉଠି କରିବେ? ଆପଣ ଯଦି ଗୁଣ୍ଠେ ଜମି କୋବି କରିଥିବେ, ସବୁ ତ ମାର୍କେଟରେ ସେଇଦିନ ବିକ୍ରି ହେଇଯିବ ମାନେ ନାହିଁ ନା। ଆପଣ କଣ କରିବେ? ଆପଣ କେମିତି ଆଳୁ ଆସୁଛି କେମିତି ପଶ୍ଚିମବଙ୍ଗରୁ କୋଲ୍ଡ ଷ୍ଟୋରରେ, ଆପଣ ସାଉଥରୁ କେମିତି ଆସୁଛି ପରିବା, ନାସିକରୁ କେମିତି ଆସୁଛି ପିଆଜ, ସବୁ କେମିତି ଆସୁଛି କୋଲ୍ଡ ଷ୍ଟୋରରେ ଅଛି ନା। ସେଠି ଯଦି କୋଲ୍ଡ ଷ୍ଟୋରରେ କୋଉଠି କାମ କରୁ, ଆଜ୍ଞା ଆପଣ କହିଲେ କୋଲ୍ଡ ଷ୍ଟୋରରେ ଏତେ କରିବେ ବୋଲିକିରି, କିନ୍ତୁ କୋଉଠି ଗୋଟେ ହେଲେ ବି ବର୍ଷକ ଭିତରେ ଆରମ୍ଭ ହେଲେ, ଆଜ୍ଞା କୋଲ୍ଡ ଷ୍ଟୋର ତ ଷ୍ଟିଲ ପ୍ଲାଣ୍ଟ ନୁହେଁ କି 10 ବର୍ଷ ଲାଗିବ କରିବା ପାଇଁ। କୋଲ୍ଡ ଷ୍ଟୋରଟା ଅତି ଲୋ ଇନଭେଷ୍ଟମେଣ୍ଟ। ମୁଁ ଯଦି ସଂକ୍ଷେପରେ ପଚାରିବି ଯେ ଆଗାମୀ 100 ଦିନର ଏଜେଣ୍ଡା ସରକାରଙ୍କ ପାଇଁ କଣ ହବା ଉଚିତ, 1 2 3 4 5 5ଟା ପଏଣ୍ଟ ଆପଣ କହିବେ, ଏଇ 100 ଦିନ ଭିତରେ ମୋହନ ମାଝୀ ଏଇଆ କରିବା ଉଚିତ, କଣ ଆପଣଙ୍କର ପଏଣ୍ଟ? ପ୍ରଥମ କଥା, ସମସ୍ତେ ଆଶା କରୁଥିଲେ କାଲିର ଯୋଉ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି, ମୋହନ ମାଝୀ ସରକାର ନିଜେ କହିବେ ଯେ ଆସନ୍ତା 100 ଦିନ ଭିତରେ ଆମ ସରକାର ଏହା ଲକ୍ଷ୍ୟ ରଖିଛି ଏହା ସବୁ କରିବା ପାଇଁ। ଏଠି ତ ସେ ପ୍ରକାର କିଛି ଘୋଷଣା କରାଗଲାନି, କିନ୍ତୁ ମତେ ଯଦି ପଚାରିବେ 100 ଦିନ ଭିତରେ କଣ କରିବେ, ମୁଁ କେବଳ ଗୋଟିଏ କଥା କହିବି ତାଙ୍କୁ, ଓଡିଶା ସବୁଯାକ ରାଜ୍ୟରେ ଏବେ ବି ଆପଣ ଦେଖିବେ ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସରେ ତଳେ ଅଛି। ତା ମାନେ ଓଡିଶାରେ ଗରିବଙ୍କ ସଂଖ୍ୟା ବା ସାଧାରଣ ଲୋକଙ୍କ ସଂଖ୍ୟା ବହୁତ ଜନକ ଭାବରେ ଅଛି। ଟିକେ ଯଦି ସାହାଯ୍ୟ ଯାହା ଯାହା ଦଉଛନ୍ତି, ଧରନ୍ତୁ ମାଗଣା ଚାଉଳ ଦଉଛନ୍ତି, ଆପଣ ଯଦି ଆଜି ମାଗଣା ଚାଉଳକୁ ୱିଡ୍ର କରିଦେବେ, ତାହେଲେ ଲୋକମାନେ ବହୁତ ଲୋକ ଉପାସ ପଡିଯିବେ। ତାର କାରଣ ହଉଛି ସେମାନେ କିଛି ରୋଜଗାର କରୁନାହାନ୍ତି। ମୁଁ ଆଶା କରିବି ସରକାରଙ୍କଠୁ ଯେ ଆସନ୍ତା 100 ଦିନ ଭିତରେ ସେମାନେ ଫୋକସ କରିବେ, ଇଣ୍ଟେନ୍ସ ଫୋକସ କରିବେ, ଲୋକ ଯେମିତି କୌଣସି କାମ କରନ୍ତି ଏବଂ 2 ପଇସା ରୋଜଗାର ସେ କରନ୍ତି। ସେ ସୁଭଦ୍ରା ଯୋଜନା ଟଙ୍କାକୁ ବ୍ୟବହାର କରିକି ହଉ ବା ଆଉ କିଛି କାର୍ଯ୍ୟକ୍ରମ